କିଛି ଏକାଠି ବସିବେ ଏକାଠି ଖାଇବେ ପିଇବେ ପୁଣି ତାକୁ କୁହାଯାଇଛି ପାଲା କରିବା ଯାତ୍ରା ପାର୍ଟି ତୁ ତୋର ପସନ୍ଦ ଜିନିଷ ମୋ ପସନ୍ଦ ମୁଁ ନେବି କିନ୍ତୁ ରୋଲ କରିବା ହଁ କୁହାଯାଉଛି ପାଲାରେ ଯେମିତି ଗାୟକ କଳାକାର ବି ସେଇ ଆଜ୍ଞା କରୁଛନ୍ତି ମୋଠୁ ନେଲା ପରେ ଆଉ ଗୋଟେ କଳାକାର ପଇସା ନେଇଯାଉଛନ୍ତି ବାକିଠୁ ନେଉଛନ୍ତି ତାକୁ କହୁଛନ୍ତି ତୁ ମୋ ମାଲିକ ଫେରା କାରଣ ଯଦି ମୁଁ ତାକୁ ଡାଇରେକ୍ଟ କହିବି ଲକ୍ଷ ଟଙ୍କା ପଡିବ ସେ ନବନି ତାଠୁ ଯେତେବେଳେ 9 ଲକ୍ଷ ନେଇ ଆସିବ 6 ଲକ୍ଷ ଗଲା 9 ଲକ୍ଷ ଫେରିବାକୁ ମାଲିକ ବାଧ୍ୟ ହବ ତା 9 ଲକ୍ଷ ପଡିଲା ସେତେବେଳେ ସଂଘ କୁଆଡେ ଯାଉଛି ତେଣୁ ସଂଘ କୌଣସି ସଂଘ ନାହିଁ ମୁଁ ନିଜେ କହୁଛି ସ୍ୱର୍ଣ୍ଣମହଲର ପ୍ରଯୋଜକ ହିସାବରେ କବିରାଜ ସ୍ୱାଇଁ କହୁଛି କୌଣସି ସଂଘ ନାହିଁ ଚ୍ୟାଲେଞ୍ଜ କରିକି କହୁଛି ହଁ ମୁଁ ଚ୍ୟାଲେଞ୍ଜ ଦଉଛି ଆଉ ମୋ ଯାତ୍ରା ପାର୍ଟି ଚାଲିବ ମୁଁ ଲୋକଙ୍କ ପାଖରେ ପହଞ୍ଚିବି ମୋ କଳାକାର ପାଖରେ କଥାଟାକୁ ଇଏ କରିଦଉଛନ୍ତି ତା ସମୟର କଥା ସେ କହୁଛି ଯାତ୍ରା କେମିତି କରୁଥିଲା ହଁ କଳାକାର ମୋ ପିଲାମାନେ ସବୁକୁ ମୁଁ ମାନିନି କଳାକାର ମୋ ପିଲା ମୁଁ ତିଆରି କରୁଛି ମୋ ଭାଇ ତାଙ୍କୁ ତିଆରି କରୁଛି ଏବେ ବି ଯାହାକୁ କଥା ଏବେ ଯୋଉ ପାଖରେ ଯେ ନ ମିଳିବେ ବି ତାକୁ ନେଇକି କୋଉଠି ଶୈତାନ କରୁଛନ୍ତି ହଁ ସବୁ କରୁଛି କିନ୍ତୁ ଆକୁ ଯୋଉ ଭୁଲ ନିଷ୍ପତ୍ତି ନେଉଛନ୍ତି ଭୁଲ ନା ନା ମାଲିକ ନାଇଁ ଆଖେଡା କେହି ନୁହଁ ଗୋଟେ କଥାଟା ବାହାରୁ ବାହାରିଗଲା ତାକୁ ସିଲେଇ ସିଏ କହିବା କଥା ଯେ ମୋ ପିରିୟଡର ଏଇଗୁଡା ହବା କଥା ଉଦାହରଣ ଦେଇଛନ୍ତି କିନ୍ତୁ ଇଏ ତାକୁ ଏବେ ତ କାଲି ଗୋଟେ ହିରୋଇନ ମୋର ଏସି ରୁମ୍ ଚାଲିନି ବୋଲି ସେ କହିଲା ରହିବିନି ମୁଁ ପୁଣି ନେଇକି ଗୋଟେ 13,000 ଦେଇକି ଏସି ରୁମ୍ ଦେଇଛି ଆଜ୍ଞା ଉଦାହରଣକୁ ଅସାଧାରଣ କିନ୍ତୁ ତାହା ବୋଲି ନୁହଁ ଯେ ଭାଷାଟା ଠିକ ମୁଁ ବି ନିଜେ କହୁଛି ଠିକ ନୁହଁ ଏଇଟା ଭାଷା ମୋ ଭାଇକି ବି ମୁଁ ଅନୁରୋଧ କରୁଛି ଏଭଳିଆ ଭାଷା କହିବା କଥା ନୁହଁ କଳାକାର ବି କହିବା କଥା ନୁହଁ ତାକୁ ନେଇକି ତାକୁ ବାପା ହେଇଛୁ ଗାଡିଆନ ହେଇଛୁ ତା ବୋଲି ଗୋଟେ ହାତ ଉଠାନା କି ଭାଷା ଯେତିକି କହିବା କଥା ଯେମିତି କହିବ ମୁଁ ବି ସବୁ ମାଲିକଙ୍କୁ ଅନୁରୋଧ କରୁଛି ଯେତିକି ଆବଶ୍ୟକତା କହିବା କଥା କୁହନ୍ତୁ ନା ସଂଘକୁ ମୁଁ ମାନୁନି ମୁଁ କୋଉ ସଂଘ ସାଥିରେ ନାହିଁ ମୁଁ ନିଜେ ସ୍ୱର୍ଣ୍ଣମହଲ ତାର ନିଜର ତାକତ ଉପରେ ଚାଲିଛି କିନ୍ତୁ ଆଗ ଆମର ଅଧିକାର ଦରକାର ନାହିଁ ଇଏ ନାହିଁ ଆମର ଲାଭ ନାହିଁ ଆମ ଲାଭ ଦରକାର ନାହିଁ ଆମର ପାର୍ଟିଟା ଚାଲିବ ମୋ ଭାଇ ମୁଁ ଆହୁରି ଗୋଟେ ଆପଣଙ୍କୁ ଅଫର କହୁଛି ଯାତ୍ରା ବାଟଟା ଯଦି ବନ୍ଦ ହେଇଯାନ୍ତା ମୁଁ ମୋ ଜଗନ୍ନାଥ ପାଖରେ ଯାଇକି ମୁଣ୍ଡିଆ ମାରୁଛି ହଁ ଏ ଯାତ୍ରା ପାର୍ଟି ହବାରୁ ମୋ ଭାଇ ଝିଅରେ 3ଟା ଷ୍ଟେନ ଲାଗିଛି ଆଜ୍ଞା 3ଟା ଷ୍ଟେନ ଲାଗିଛି 5ଟାଠୁ ମୋ ଭାଉଜକୁ ମୋ ବୋହୂକୁ ପୁତୁରାକୁ କହିକି ତାକୁ ଫୋନ ଦବନି ଇଏ ସକାଳୁ ଉଠିଲେ କୋଉ କଳାକାର କାହାର ଅସୁବିଧା ହେଲା କାହାର ସୁବିଧା ହେଲା ଇଏ ଖାଇନି କାହିଁକି କାହାର ମେସ ଠିକ ହେଲାନି କୋଉ ଯାତ୍ରା ପାର୍ଟିର କେତେ ଲୋକ ହେଲେ ଆକୁ ସବୁ ମ୍ୟାନେଜର ମାଷ୍ଟର ସବୁ ଫୋନ କରିବେ କଳାକାର ସହ ଇଏ ସମସ୍ତ କଥା ବୁଝିକି ଆଜି 3ଟା ଷ୍ଟେନ ଲାଗିଛି ଯାତ୍ରା ପାର୍ଟି 2ଟା କରିଥାନ୍ତା ମୁଁ କହିଲି ଭିନ୍ନ ହେଇଯିବି ଅଲଗା ହେଇଯିବି ମୁଁ ଆପଣଙ୍କୁ କହୁଛି ରୂପମହଲ କଲା ଅଲଗା ହେବାକୁ ବାଛିଲି ବୋଲିକି ଭାଙ୍ଗିଲା ପଚାରନ୍ତୁ ଏବେ ଚିନ୍ତାମଣି ଏଇ ସ୍ୱପ୍ନମହଲକୁ ଭାଙ୍ଗିକି ପ୍ରମୋଦ ସ୍ୱାଇଁ ଯଦି ତା ନାଁରେ କହିଲା ତାର ତା ବାପା ନା ପ୍ରମୋଦ ସ୍ୱାଇଁ ପିତା ହଉଛି ଚିନ୍ତାମଣି ସ୍ୱାଇଁ କ୍ଷୀର କୁମାର ସ୍ୱାଇଁ ପିତା ହଉଛି ଚିନ୍ତାମଣି ସ୍ୱାଇଁ ତେଣୁ ସ୍ୱପ୍ନମହଲକୁ ଆଇକି ଚିନ୍ତାମଣି ସ୍ୱାଇଁ କରିବେ କହିଥାନ୍ତି ମୁଁ ତାଙ୍କୁ ବିକିଦେଲି କରନି ଆହୁରି ପୁଣି ମରିବାକୁ ଅଛ ଆହୁରି ପୁଣି କଷ୍ଟ କରିବାକୁ ଅଛ ମୁଁ କହୁଛି ଯାତ୍ରା ପାର୍ଟି ଯୋଉ କଳାକାର ସଂଘ କହୁଛି ଭାଙ୍ଗି ଯାଆନ୍ତା ମୁଁ ତାଙ୍କ ପାଇଁ ଆଉ କିଛି ପଇସା ଖର୍ଚ୍ଚ କରନ୍ତି ମୋ ଭାଇ ଆଉ କିଛି ଦିନ ଅଧିକ ବଞ୍ଚି ଯାଆନ୍ତା